ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମୟୂରଭଞ୍ଜ ଯଶୀପୁର ବ୍ଲକ ମାଟିଆଗଡ଼ ଦୁର୍ଦୁରା ଏକତାଳି ଟଙ୍ଗାବିଲା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ କରିବା ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରୟାସ। ମାଟିଆଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରକୁ ଯଶୀପୁର ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବନ୍ଦାପନା କରି ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଦୁର୍ଦୁରା ପଞ୍ଚାୟତରେ ସରପଞ୍ଚ ଧନେଶ୍ୱର ସୋରେନ ଉଦ୍ଘାଟିତ କରିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ନେଇ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶିବିରରେ ପାଲା ଓ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏକତାଳି ପଞ୍ଚାୟତରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ହୋ ଏବଂ ସରପଞ୍ଚ ସୁରାଇ ମାଝୀ ଶିବିରକୁ ଉଦ୍ଘାଟନ କରିଥିଲେ। ସେଠାରେ ଶତାଧିକ ଗ୍ରାମବାସୀଙ୍କୁ ସରକାରଙ୍କ ଉନ୍ନୟନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ଟଙ୍ଗାବିଲା ପଞ୍ଚାୟତ ସଚେତନତା ଶିବିରକୁ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ନାୟକ, ସରପଞ୍ଚ ଦିବ୍ୟଜ୍ୟୋତି ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବନ୍ଦାପନା କରି ଶିବିର ଆରମ୍ଭ କରିଥିବା ବେଳେ ବେଗୁନିଆ ପଞ୍ଚାୟତର ସଚେତନତା ଶିବିରକୁ ସରପଞ୍ଚ ରୂପଶ୍ରୀ ନାୟକ, ସମିତି ସଭ୍ୟ ସହନରାମ, ବିପିଏମ୍ ମୋତିଲାଲ ସାହୁ ପରିଚାଳନା କରିଥିଲେ। ମାଟିଆଗଡ଼ ପଞ୍ଚାୟତ ସରପଞ୍ଚ ରଶ୍ମିତା ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବୀରବଲ ବେହେରା, ଦୁର୍ଦୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତ, ଏକତାଳି ପଞ୍ଚାୟତ ସରପଞ୍ଚ ସୁରାଇ ମାଝୀ, ପିଓ ବି ବେହେରା, ଟଙ୍ଗାବିଲା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନାୟକ, ସମିତି ସଦସ୍ୟା ରଶ୍ମିଲତା ନାୟକ, ପିଓ ନିର୍ମଳା ପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।